ମୋ ଦ୍ୱାରା ଏସବୁ କେବେ ବି ହେଲାନି। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ମୁଁ ମିନି ବ୍ଲଗକୁ ସ୍ୱାଗତ ଜଣାଉଛି। ଏଠି ସନ୍ଧ୍ୟା ସମୟ ହେଇଯାଇଛି। ଆଜି ପନିର ଟିକେ କରିବା, କାରଣ ସେ ପନିରଟା ବହୁତ ଦିନ ହେଲାଣି ଯେହେତୁ ସେଇଥିପାଇଁ ମୁଁ ଭାବିଲି ଟିକେ ବନେଇଦେବା। ବାପା ମା ତ ଘରେ ଯେତେବେଳେ ଥିଲେ ମୁଁ ଏଇଥିପାଇଁ ପନିର ବନେଇଲିନି ଯେ ତାଙ୍କୁ ବି ପସନ୍ଦ ନାହିଁ ପନିର, ସେଇଥିପାଇଁ ବନେଇଲିନି। ତାକୁ ଟିକେ ଲିକ୍ୱିଡ ତରକାରୀ ମାନେ ଯେମିତି ଡାଲମା, ସନ୍ତୁଳା, ତରକାରୀ ଏଇ ଟାଇପ୍ର ଟିକେ ପସନ୍ଦ। ଏଇଠି ମୁଁ ଆପଣମାନଙ୍କୁ ମୋ ରେସିପି ସେୟାର କରିନି, କିନ୍ତୁ ମୁଁ ଯୋଉ ଟାଇପ୍ର ତିଆରି କରେ ତାକୁ ସେୟାର କରିଛି। ମୋର ତ କେବେ ଚିଲି ପନିର ହୁଏ, ଥର ବି ପନିର ଚିଲି ଟ୍ରାଏଲ କରେ, ମୋର ଟୋଟାଲି ପନିର ଚିଲି ହୁଏନି। ଆଉ ପନିର ତରକାରୀଟା ମୋର ବହୁତ ବଢିଆ ବି କହିଦେଉଛି। ଏଥିରେ ମୁଁ କଣ କଣ ଦେଇଛି। ପନିର ପିସ୍କୁ ଟିକେ ବଡ଼ ବଡ଼ କାଟିଦେଇଛି, 2 ଚାମଚ 3 ଚାମଚ ପାଖାପାଖି ମଇଦା, କର୍ଣ୍ଣଫ୍ଲାୱାର, ଆଉ ଅଦା ରସୁଣ କଞ୍ଚା ଲଙ୍କାର ପେଷ୍ଟ, ଅଦା ରସୁଣ କଞ୍ଚା ଲଙ୍କା ପେଷ୍ଟ ଟିକେ ଦେଇଦେଇଛି, ଟିକେ ହଳଦୀ, ଟିକେ ଲଙ୍କାଗୁଣ୍ଡ, ଟିକେ ପନିର ମସଲା, ବାସ୍ ତାକୁ ଗୋଳେଇ ଗାଳିକି ମୁଁ ଟିକେ ଛାଣି ଦେଇଛି। ଆଉ କୋଉଠି ମୋର ଭୁଲ ରହିଲା ଏ ଭିଡ଼ିଓରେ ଦେଖି ନିଅନ୍ତୁ। ଏଇଠି ଯେତେବେଳେ ମୁଁ 4-5 ଥର ସେ ପନିରଟାକୁ ଭାଜିଲା ଟାଇମରେ ଟିକେ ଚଲେଇ ଦେଇଛି, ସେ ତାର ସବୁ ମସଲା ସବୁ ପନିରରୁ ଛାଡ଼ି ଯାଇଛି, ଯୋଉଟା ମୋ ଦ୍ୱାରା କେବେ ବି ହବନି। ଏଇଟା ହିଁ ହେଇଥାଏ ମୋ ସହିତ, ଯେ ତାର ପନିରର କଟିଂଟା ମୋର ଟିକେ ଛାଡ଼ି ଯାଇଥାଏ, ତେଣୁ ପନିର ଚିଲି ପନିରଟା ଟିକେ ଖରାପ ହେଇଥାଏ। ଆଉ ଏଠି ଦେଖୁନାହାନ୍ତି ମୋ ବିଲେଇ କେମିତି ଅନେଇଛି ଟିକେ ଖାଇବା ପାଇଁ। ଆଉ ଏଠି ୟା ଭିତରେ ଆମର ଖାଇବା ରେଡ଼ି ହେଇଗଲାଣି। ରୁଟି 4-5ଟା ରୁଟି ଆଉ ଚିଲି ପନିର, ଆଉ ଥିଲା ବହୁତ ଭଲ ଟେଷ୍ଟ ଥିଲା। ତ ଆଉ ଭିଡ଼ିଓର ମାନେ ଖାଇବାର ଲାଷ୍ଟ ଭିଡ଼ିଓଟା ମୁଁ କରିନି। ଯଦି ଟେଷ୍ଟ ହେଇନି, ପ୍ଲେଟ୍ କେମିତି ସଫା ହେଇକି ରହିଛି କହିବେ ତ। ହବି ତ ପୁରା ଚାଟି ଚୁଟାକି ପ୍ଲେଟ୍ ଖାଇଦେଲେ। ମୁଁ କହିଲି କଡ଼େଇଟା ଚାଟିଦେନ, କହିଲେ ଭାକ୍ ମୁଁ କଡ଼େଇ କ'ଣ ଚାଟିବି। ତେଣୁ ଆମେ ମିଶିକି ଖାଇ ଦେଇଥିଲୁ। ଆଉ ଝିଅ ବି ପନିର ସେ ଏତେ ପସନ୍ଦ କରେନି, କିନ୍ତୁ ବନେଇଥିଲି, ଆମେ ସମସ୍ତେ ଖାଇଲୁ, ବହୁତ ଭଲ ଲାଗିଲା। ପୂର୍ବ ଭିଡ଼ିଓରେ ଯେମିତି କହିଥିଲି ଯେ ଯେକୌଣସି ଜିନିଷ ଆପଣମାନେ ଯଦି ମନ ଦେଇକି କିମ୍ବା ହୃଦୟ ଦେଇକି କରିବେ, ସେ ଖାଦ୍ୟଟା ନିଶ୍ଚିନ୍ତ ଭାବରେ ଟେଷ୍ଟ ହବ। କ'ଣ କହିବି ସାଙ୍ଗମାନେ, ଖାଦ୍ୟ ତ ଦେଖିଲେ ମୁଁ ଟୋଟାଲି ସମ୍ଭାଳି ପାରିବିନି। ଦେଖୁନାହାନ୍ତି ମୁଁ ଖାଇବା ପାଇଁ ଯୋଉ ଆସିଛି, ଅଟା ଚକଟି ଯାଉଛି, ହାତ ବି ମଧ୍ୟ ଧୋଇନି, କାରଣ ମତେ ସବୁ ଜିନିଷ ଗରମ ଗରମ ଖାଇବାକୁ ଭଲ ଲାଗେ। ନେକ୍ସଟ ବ୍ଲଗ।